ମା କାଳରାତ୍ରି ମା ଦୁର୍ଗା ନିଜର ସ୍ୱର୍ଣ୍ଣଛବିରୁ କାଳରାତ୍ରି ମାତାଙ୍କ ଉତ୍ପତ୍ତି କରିଥିଲେ। ଯେତେବେଳେ ମା ଦୁର୍ଗା ରକ୍ତ ବୀଜକୁ ବଦ୍ଧ କଲେ, ସେତେବେଳେ ମା ରକ୍ତ ବୀଜ ରାକ୍ଷସର ରକ୍ତ ପୃଥିବୀ ପୃଷ୍ଠରେ ପଡ଼ିବା ଆଗରୁ ତାର ପୁନଃ ଉତ୍ପତ୍ତି ନ ହେବା ପାଇଁ ପିଇ ଦେଇଥିଲେ। କାଳରାତ୍ରିଙ୍କ ଶରୀର କଳା ଅନ୍ଧାର ଭଳି କଳା। ତାଙ୍କ କେଶ ଖୋଲା ରହିଥାଏ। କାଳରାତ୍ରି ରୂପ ମା ଦୁର୍ଗାଙ୍କର ଅତି ଭୟଙ୍କର ରୂପ ଅଟେ। ମା କାଳରାତ୍ରିଙ୍କର 3ଟି ନେତ୍ର ଅଛି। ନାକରୁ ନିଆଁ ଜ୍ୱାଳା ବାହାରିଥାଏ। କାଳରାତ୍ରି ମାଙ୍କ ବାହନ ଗଧ। ମା ନିଜ ହାତରେ କଣ୍ଟା ଏବଂ ଖଣ୍ଡା ଧରିଥାନ୍ତି। ତାଙ୍କ ବାମ ପାଦରେ ପାଉଁଜି ପିନ୍ଧିଥାନ୍ତି। ନବରାତ୍ରିରେ ମା'ଙ୍କର ରୁଦ୍ରରୂପ ହେଉଛି କାଳରାତ୍ରି ରୂପ। ମା'ଙ୍କୁ ଗୁଡ଼ ଭୋଗ କରାଯାଏ। ଗୁଡ଼ରେ ପ୍ରସ୍ତୁତ ମିଠା ଭୋଗ କରାଯାଏ। ମା କାଳରାତ୍ରିଙ୍କର ପ୍ରିୟ ଫୁଲ ହେଉଛି କୃଷ୍ଣକମଳ ବା ନୀଳପଦ୍ମ। ଏହି ଫୁଲ ମା'ଙ୍କୁ ଚଢ଼େଇବା ଦ୍ୱାରା ସବୁ ବାଧା ବିଘ୍ନ ଦୂର ହୁଏ। ମା ସବୁ ପ୍ରକାର କୁପ୍ରଭାବରୁ ରକ୍ଷା କରନ୍ତି।